ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲେମା ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓରେ ଆମେ ହିଷ୍ଟ୍ରିର 2021 ପାଖରୁ ଯେତେ ସବୁ ଏକ୍ଜାମ୍ ହେଇଛି TCS ତାକୁ ଯଦି କଣ୍ଡକ୍ଟ କରିଛି, ତେଣୁ ସେଥିରେ ଯେଉଁ ସବୁ କ୍ୱେଶ୍ଚିନ୍ ଗୁଡ଼ାକ ରିପିଟ୍ ହେଉଛି ବା ଇମ୍ପୋର୍ଟାଣ୍ଟ MCQ ଗୁଡ଼ିକ ଆମେ ପ୍ରାକ୍ଟିସ୍ କରିବା। ଏଥିରେ ଆମେ ଟୋଟାଲ୍ ଏନ୍ସିଏଣ୍ଟ ହିଷ୍ଟ୍ରି, ମିଡିଭାଲ ହିଷ୍ଟ୍ରି, ମଡର୍ଣ୍ଣ ହିଷ୍ଟ୍ରି ତା ସହିତ ଇଣ୍ଡିଆନ୍ ଫ୍ରିଡମ୍ ଷ୍ଟ୍ରଗଲ୍ କ୍ୱେଶ୍ଚିନ୍ ଗୁଡ଼ିକ ପ୍ରାକ୍ଟିସ୍ କରିବା। ତେଣୁ ଯଦି ଆପଣ ଯେକୌଣସି ଏକ୍ଜାମ୍ ଦେଉଛନ୍ତି ସେଥିରେ ଯଦି ହିଷ୍ଟ୍ରି ଗୋଟେ ଟପିକ୍ ଅଛି, ଆପଣ এই ଭିଡ଼ିଓଟି ଦେଖିଲେ ଜାଣିପାରିବେ କ'ଣ ସବୁ ଲାଭ ହେଉଛି। ତେଣୁ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଆମେ ଏହାକୁ ଦୁଇଟି ପାର୍ଟରେ, ଯେହେତୁ 100ଟି MCQ ଅଛି, ଗୋଟେ ପାର୍ଟରେ ତ କଭର କରିହେବନି, ଦୁଇଟି ପାର୍ଟରେ କଭର କରିବା। ତେଣୁ ପ୍ରଥମେ ଆଜି ଦେଖିଦିଅନ୍ତୁ କେତେ କ'ଣ କ୍ୱେଶ୍ଚିନ୍ ଆମେ ଯାଉଛୁ, ତାପରେ ନେକ୍ସଟ ପାର୍ଟଟା ଦେଖିଦେବେ। ତେଣୁ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଏମିତି ଭିଡ଼ିଓ ପାଇବା ପାଇଁ ଆଗକୁ ଜିଓଗ୍ରାଫି, ପଲିଟି ହେଲା ସବୁଗୁଡ଼ାକ ଓଡ଼ିଆ, ଆମର ଗ୍ରାମାର, ଇଂଲିଶ ଗ୍ରାମାର ଯାହା ବି ଆମର ଆସିବ, ତେଣୁ ଆପଣଙ୍କ ପାଖରେ ପହଞ୍ଚିବା ପାଇଁ ବେଲ୍ ନୋଟିଫିକେସନ୍ ଅଲରେ ସେଟ୍ କରିଦିଅନ୍ତୁ। ତେଣୁ ଯିବା କ'ଣ ସବୁ କ୍ୱେଶ୍ଚିନ୍ ଗୁଡ଼ିକ ଅଛି ଦେଖିବା। ଆପଣ ନିଜେ ଆଗେ କରିବା ପାଇଁ ଚେଷ୍ଟା କରନ୍ତୁ, ନହେଲେ ତ ମୁଁ କହିଦେବି ତାପରେ କ'ଣ ଅଛି ଆଉ। ତେଣୁ ଫାର୍ଷ୍ଟ କ୍ୱେଶ୍ଚିନ୍ଟି କ'ଣ ଅଛି ନା, ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ସାଇଟ୍ସ ପ୍ରୋଭାଇଡ୍ସ ଦ ଏଭିଡେନ୍ସେସ୍ ଅଫ୍ ଡକୟାର୍ଡ। ହେଲା, ଏ ଯୋଉ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଥିଲା, ହେଲା, ଇଏ ତା ଭିତରୁ କୋଉ ଜାଗାଟା କ'ଣ କରୁଛି ନା ଡକୟାର୍ଡର ପ୍ରମାଣ ଦଉଛି। ଅପସନ କ'ଣ ଅଛି? ହରପ୍ପା, ମହେଞ୍ଜୋଦାରୋ, ସି ହଉଛି ଲୋଥାଲ, ଡି ହଉଛି କ'ଣ କାଲିଙ୍ଗବଙ୍ଗା। ହେଲା, ତେଣୁ ୟାର ସଠିକ ଉତ୍ତରଟି କ'ଣ ହବ? କୋଉଟା ଡକୟାର୍ଡର ଦଉଛି? ଅପସନ ନମ୍ବର ସି ଟା ଠିକ ହବ। କ'ଣ ହଉଛି ନା ଲୋଥାଲ। ହେଲା, ଲୋଥାଲଟା କାହାର ଏଭିଡେନ୍ସେସ୍ ଦଉଛି ନା ଡକୟାର୍ଡର। ମନେ ରଖିବେ ଡକୟାର୍ଡ ହଉଛି କାହାର ନା ଲୋଥାଲର ପ୍ରମାଣ ମିଳୁଛି। ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି? ଦ ଫେମସ୍ ଗାୟତ୍ରୀ ମନ୍ତ୍ର ଆର୍ ଇଜ ଏଡ୍ରେସ୍ଡ ଟୁ ହ୍ୱିଚ୍ ବେଦିକ ଡାଏଟ୍ରି। ହେଲା, କୋଉଥିରୁ ଏଇ ଯୋଉ ଗାୟତ୍ରୀ ମନ୍ତ୍ର ଆସିଛି? ଅପସନ କ'ଣ ଅଛି? ଇନ୍ଦ୍ର, ନା ବରୁଣ, ନା ସାବିତ୍ରୀ, ନା ମିତ୍ରୀ। ହେଲା, ଏଇ କୋଉ ଭଗବାନଙ୍କ ପାଇଁ ଯୋଉ ଗାୟତ୍ରୀ ମନ୍ତ୍ରଟା ଆମର ରହିଛି, କୋଉ ଭଗବାନଙ୍କ ପାଇଁ? ୟାର ସଠିକ ଉତ୍ତରଟି କ'ଣ ହବ ନା ଅପସନ ନମ୍ବର ସି, ଯେଟା କ'ଣ ଅଛି ନା ସାବିତ୍ରୀ। ସାବିତ୍ରୀ ପାଇଁ ଯୋଉ ଗାୟତ୍ରୀ ମନ୍ତ୍ରଟା ଆମର ତିଆରି ହେଇଛି, ଏଟା ବେଳେ କ୍ୱେଶ୍ଚନ ପଚାରେ। ହେଲା, କ'ଣ ସାବିତ୍ରୀ ପାଇଁ ତିଆରି ହେଇଛି। ନେକ୍ସଟ କ୍ୱେଶ୍ଚନ ଦେଖିବା କ'ଣ ଅଛି? in which Buddhist council was Buddhism formally split into Hinayana ଆଉ ହଉଛି ମହାୟାନା ସେକ୍ସ। ହେଲା, ଏ ଯୋଉ ଆମର ବୁଦ୍ଧିଜିମ ସ୍ପ୍ଲିଟ ହେଇଯାଇଥିଲା, ହେଲା, ଦିଟା ଯୋଉ ହିନାୟନା ଆଉ ଥିଲା କ'ଣ ମହାୟାନା। ହେଲା, ଦିଟା କୋଉ କାଉନସିଲରେ ସ୍ପ୍ଲିଟ ହେଇଥିଲା? ବଢିଆ କ୍ୱେଶ୍ଚନଟା ଅଛି। ଅପସନ ନମ୍ବର ଏ ଅଛି ଫାର୍ଷ୍ଟ କାଉନସିଲ, ସେକେଣ୍ଡ କାଉନସିଲ, ଥାର୍ଡ କାଉନସିଲ, ଫୋର୍ଥ କାଉନସିଲ। ହେଲା, ଏର ସଠିକ ଉତ୍ତର କ'ଣ ହବ? କୋଉ କାଉନସିଲରେ ସ୍ପ୍ଲିଟ ହେଇଥିଲା ନା ଅପସନ ନମ୍ବର ଡି, ଯେଟା କ'ଣ ଫୋର୍ଥ କାଉନସିଲ। ମନେ ରଖିଥିବେ, ବେଳେ ପଚାରେ ଯେ ଦିଟାରୁ ଗୋଟେ ଦେଇଥିବ, ଆଉ ଗୋଟେ ପଚାରିଥିବ। ଗୋଟେ ହଉଛି ହିନାୟନା ଆଉ ଗୋଟେ ହଉଛି କ'ଣ ମହାୟାନା। ହେଲା, ଦିଟା ଫୋର୍ଥ କାଉନସିଲରେ ସ୍ପ୍ଲିଟ ହେଇଯାଇଥିଲା। ନେକ୍ସଟ କ୍ୱେଶ୍ଚନ କ'ଣ ଅଛି? ହୁ ଏମଙ୍ଗ ଦ ଫଲୋଇଂ ୱାଜ ଦ ଫାଉଣ୍ଡର ଅଫ ଦ ନନ୍ଦ ଡାଇନେଷ୍ଟି ଇନ ମଗଧ। ହେଲା, ମଗଧରେ ବହୁତ ଗୁଡାକ ଡାଇନେଷ୍ଟି ଥିଲା, ତା ଭିତରୁ ଯୋଉ ନନ୍ଦ ଡାଇନେଷ୍ଟି ଥିଲା ତାର ଫାଉଣ୍ଡର କିଏ? ମହାପଦ୍ମ ନନ୍ଦ, ନା ଧର୍ନାନନ୍ଦ, ନା ଶେଷନାଗ, ନା ବିମ୍ବିସାର। ହେଲା, ଏର ସଠିକ ଉତ୍ତରଟା କ'ଣ ହବ? ନନ୍ଦ ମାନେ କିଏ, କାହାର ଫାଉଣ୍ଡର କିଏ ଥିଲେ ନା ମହାପଦ୍ମାନନ୍ଦ। ହେଲା, ମହାପଦ୍ମାନନ୍ଦ ଯିଏକି ଆମର କ'ଣ ଓଡ଼ିଶାକୁ, ସେତେବେଳେ ଓଡ଼ିଶା ନଥିଲା, କ'ଣ ଥିଲା ଆମର କଳିଙ୍ଗ। ହେଲା, କଳିଙ୍ଗକୁ ବି ପ୍ରଥମ ରାଜା ଯିଏ ଥିଲେ, ଯିଏକି କଳିଙ୍ଗକୁ ନିଜ ରାଜ୍ୟ ସହିତ ମିଶେଇ ଦେଇଥିଲେ। ତାପରେ ଅଶୋକ ଜିତିଥିଲେ ଆସିକି। ହେଲା, ନେକ୍ସଟ କ୍ୱେଶ୍ଚନ ଦେଖିବା କ'ଣ ଅଛି? which in accounts of କୌଟଲ୍ୟ ଅର୍ଥଶାସ୍ତ୍ର are primarily concerned with which aspect। ହେଲା, ଯୋଉ ଆମର ଅର୍ଥଶାସ୍ତ୍ର କୌଟଲ୍ୟ ଲେଖିଥିଲେ ସେଟା କାହା ସହିତ ରିଲେଟେଡ ଥିଲା? ଅପସନ ନମ୍ବର ଏ ହେଉଛି ଇକୋନୋମିକ ଥିଓରି, ମିଲିଟାରୀ ଷ୍ଟ୍ରାଟେଜି, ଷ୍ଟେଟ୍ କ୍ରାଫ୍ଟ ଆଡମିନିଷ୍ଟ୍ରେସନ, ନା ରିଲିଜିୟସ୍ ରିଚୁଆଲ୍ସ। ହେଲା, କାହା ସହିତ ରିଲେଟେଡ ଥିଲା ଯୋଉ ଅର୍ଥଶାସ୍ତ୍ର ଲେଖିଥିଲେ କିଏ? କୌଟଲ୍ୟ। ସଠିକ ଉତ୍ତର କ'ଣ ହବ? ଷ୍ଟେଟ୍ କ୍ରାଫ୍ଟ ଆଉ ଆଡମିନିଷ୍ଟ୍ରେସନ, ମାନେ ଦେଶ କେମିତି ଚଳେଇବା ଆଉ ଆଡମିନିଷ୍ଟ୍ରେସନ ସହିତ। ଆମର ଅପସନ ନମ୍ବର ସି ଟା ଠିକ ହବ। ତା ସହିତ ଆମର କୌଟଲ୍ୟଙ୍କର ଯୋଉ ଅର୍ଥଶାସ୍ତ୍ରଟା ତାହାରି ରିଲେଟେଡ ଥିଲା। ବେଳେ ପଚାରେ ଅର୍ଥଶାସ୍ତ୍ର କିଏ, ତେଣୁ ଏଥିରୁ ଜାଣିପାରିବେ କିଏ ନା କୌଟଲ୍ୟ। ଆଉ କାହା ସହିତ ରିଲେଟେଡ ଜାଣିପାରିଲେ? which Maurya ruler is credited with the spreading Buddhism to ଶ୍ରୀଲଙ୍କା। ହେଲା, ୟା ଭିତରୁ କୋଉ ରାଜା ଶ୍ରୀଲଙ୍କାକୁ ଯୋଉ ଆମର ବୁଦ୍ଧିଜିମଟା ସ୍ପ୍ଲିଟ କରିବା ପାଇଁ ଯାଇଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ନା ବିନ୍ଦୁସାର, ଅଶୋକ, ଆଉ ହଉଛି ଦଶରଥ। ହେଲା, ତେଣୁ ସଠିକ ଉତ୍ତରଟି କ'ଣ ହବ? ଶ୍ରୀଲଙ୍କାକୁ କିଏ ଯାଇଥିଲେ ନା ଅଶୋକ। ହେଲା, ଅଶୋକ ଯେ ଯୋଉ ଆମର ଚଣ୍ଡାଶୁକୁର ଧର୍ମାଶୋକ ହେଇଥିଲେ, ତାପରେ ଆମର ଭାରତରେ ବି ତ ସ୍ପ୍ରେଡ କରିଥିଲେ, ତା ସହିତ ଶ୍ରୀଲଙ୍କାକୁ ଯାଇଥିଲେ। ତେଣୁ ସଠିକ ଉତ୍ତରଟି କ'ଣ ହବ ନା ଅପସନ ନମ୍ବର ସି, ଯେ କି ଅଶୋକ। ହେଲା, ଅଶୋକ ଶ୍ରୀଲଙ୍କାକୁ ସ୍ପ୍ରେଡ କରିବା ପାଇଁ ଯାଇଥିଲେ। ନେକ୍ସଟ କ୍ୱେଶ୍ଚନ ଅଛି ଦ ସିଲଭର କଏନ୍ ଇସ୍ୟୁଡ ବାଇ ଦ ଗୁପ୍ତାସ ୱେଆର ଲୋକାଲି ନୋନ୍ ଇଜ୍। ହେଲା, ଯୋଉ ଆମର ସିଲଭର କଏନ୍ଟା ଯୋଉ ଗୁପ୍ତା ଡାଇନେଷ୍ଟିର ସେମାନେ ଇସ୍ୟୁ କରିଥିଲେ, ତାର ନାଁ କ'ଣ ଥିଲା? ଦିନାରା, ରୂପକା, ପାନା ଆଉ ହଉଛି କର୍ଷପନା। ହେଲା, ତେଣୁ ୟାର ସଠିକ ଉତ୍ତର କ'ଣ ହବ? ଗୁପ୍ତ ଡାଇନେଷ୍ଟି ଯୋଉ ଆମର ସିଲଭର କଏନ୍ଟା ସ୍ପ୍ଲିଟ କରିଥିଲା, ତାର ନାଁ କ'ଣ ହଉଛି ନା ରୂପକା। ହେଲା, ଅପସନ ନମ୍ବର ବି ଠିକ ହବ, ଯେଟା କ'ଣ ରୂପକା। ମନେ ରହିବ, ଯଦି ପଚାରେ ସିଲଭର କଏନ୍କୁ କିଏ ବି ଆମର ଏଷ୍ଟାବ୍ଲିଶ କରିଥିଲେ, ମାନେ ଇସ୍ୟୁ କରିଥିଲେ, ଗୁପ୍ତା ଡାଇନେଷ୍ଟି, ଯାହା କ'ଣ କହୁଥିଲା ଆମର ରୂପକା ବୋଲି କୁହାଯାଉଥିଲା। ନେକ୍ସଟ କ୍ୱେଶ୍ଚନ, ହୁ ୱାଜ ଦ ଚାଇନିଜ ଟ୍ରାଭେଲର ହୁ ଭିଜିଟେଡ ଇଣ୍ଡିଆ ଡ୍ୟୁରିଂ ଦ ରିଜନ ଅଫ ହର୍ଷବର୍ଦ୍ଧନ। ହେଲା, ହର୍ଷବର୍ଦ୍ଧନଙ୍କ ସମୟରେ କୋଉ ଚାଇନିଜ ଟ୍ରାଭେଲର ଆସିଥିଲେ? ଫାଇହାଙ୍ଗ, ହ୍ୟାଙ୍ଗସାଙ୍ଗ,
ଆଉ ଆଇସାଙ୍ଗ ଆଉ ହଉଛି ମେଗାସ୍ଥାନିସ ହେଲା। ତେଣୁ ଏହାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର କୋଉଟା ବି ହ୍ୟାଙ୍ଗସାଙ୍ଗ ହେଲା। ହ୍ୟାଙ୍ଗସାଙ୍ଗ ବେଳେ ଉଲ୍ଟା ବି ପଚାରି ଦେଇପାରେ ଯେ ଆମର ହ୍ୟାଙ୍ଗସାଙ୍ଗ ଯେତେବେଳେ ଆମର ଇଣ୍ଡିଆକୁ ଆସିଥିଲେ ସେତେବେଳେ ଆମର ରୁଲର କିଏ ଥିଲେ କଣ ହବ ହର୍ଷବର୍ଦ୍ଧନ ହେଲା। ଉଲ୍ଟା ବି କ୍ୱେଶ୍ଚନ ହେଇପାରେ ମନେ ରଖିଥିବେ ହ୍ୟାଙ୍ଗସାଙ୍ଗ ଯିଏ କି ଚାଇନିଜ ର ଟ୍ରାଭେଲର ଥିଲେ ହେଲା। ସେ ହର୍ଷବର୍ଦ୍ଧନଙ୍କ ସମୟରେ ଭାରତକୁ ଆସିଥିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି ଦ ଫେମସ ଏଇ ଯୋଉ ମେଗାସ୍ଥାନିସ ଥିଲେ ସିଏ ଆସିଥିଲେ କଣ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ହେଲା। ଏଟା ଟିକେ ମନେ ରଖିଥିବେ। ଦ ଫେମସ ରକ୍ କଟ୍ କୈଳାସନାଥ ଟେମ୍ପଲ ଏଟ୍ ଏଲୋରା ୱାଜ ବିଲ୍ଡ ବାଇ ହୁଇଚ ରାଷ୍ଟ୍ରକୂଟ କିଙ୍ଗ ହେଲା। ଯୋଉ ଆମର ଅଛି ଏଲୋରାରେ ସେଟା କାହା ଦ୍ଵାରା ହେଇଥିଲା କୃଷ୍ଣ ଆଇ ଆଉ ଧ୍ରୁବା ନା ଗୋବିନ୍ଦ ଥ୍ରିଆଇ ନା ଅମଙ୍ଗ ବର୍ଷା ହେଲା। ତେଣୁ କାହା ଦ୍ଵାରା ଆମର ଯୋଉ ହେଇଥିଲା କଣ ଏଲୋରା ଗୁମ୍ଫାର ଯୋଉ କୈଳାସନାଥ ଟେମ୍ପଲ ଟା କାମର ଏଡିଟ କାମ ହେଇଥିଲା ସଠିକ ଉତ୍ତର କଣ ନା କ୍ରିଷ୍ଣା ଆଇ। ଏଟା ବଢିଆ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା କ୍ରିଷ୍ଣା ଆଇ କ୍ରିଷ୍ଣା ପ୍ରଥମ ଯୋଉ ରାଜା ଥିଲେ ତାଙ୍କ ଦ୍ଵାରା ଏଲୋରା ଗୁମ୍ଫା ପାଖରେ ଆମର ରକ୍ ଏଡିଟ କାମଟା ହେଇଥିଲା। ନେକ୍ସଟ କ୍ୱେଶ୍ଚନ କଣ ଅଛି which Indus Valley sites is famous for its unique water harvesting and मैनेजमेंट सिस्टम है को इंडस वैली साइट्स तार यूनिक जो वाटर हार्वेस्ट माने जो वाटर पास करिया पई आ मैनेजमेंट पई फेमस थिला धलबीरा ना सुकटड़ा ना होची बनवाली ना रूपर हैला। तेणु सठी उत्तर कोन हबो वाटर मैनेजमेंट पई कोटा फेमस थिला ना धलबीरा हैला। ऑप्शन नंबर ए जे कोन धलबीरा फेमस थिला वाटर मैनेजमेंट पई आ वाटर हार्वेस्टिंग पई। नेक्स्ट क्वेश्चन कोन अछि द टर्म उपनिषद लिटराली मीन्स उपनिषद रो मीनिंग टा कोन थिला हैला। ऑप्शन रो कोन अछि सेक्रेट टेक्स्ट आउ बी होची टू सिट नियर डाउन ऑप्शन नंबर सी प्रेयर टू गॉड ऑप्शन नंबर डी नॉलेज ऑफ द सोल हैला। जो उपनिषद हमें जो कहू तार सठी माने मीनिंग टा कोन हबो ना ऑप्शन नंबर कोटा ऑप्शन नंबर बी जे कोन टू सिट नियर डाउन हैला। जार अर्थ जे हमरो सबले नम्र ହେଇକି ରହିବା ତାର ଅର୍ଥଟା ଥିଲେ ଏମିତି ଆପଣ ଭାଇ ଜାଣି ପାରିବେ ଯଦି ମନେ ରଖିବା ପାଇଁ ଯାଉଛନ୍ତି ଉପନିଷଦର ମିନିଂ କଣ ଥିଲା ଟୁ ସିଟ୍ ନିୟର ଡାଉନ ହେଲା ଉପନିଷଦର ମିନିଂ ଟା। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି where did the Gautama Buddha deliver his first sermon known as the ଧର୍ମଚକ୍ର ପ୍ରବର୍ତ୍ତନ ହେଲା। ଯୋଉ ଗୌତମ ବୁଦ୍ଧ ପ୍ରଥମେ ଯୋଉ ଫାଷ୍ଟ ସେସନ ରେ ଯୋଉ ଦେଇଥିଲେ ଭାଷଣଟା ଯେଟା କି କଣ ଧର୍ମଚକ୍ର ପ୍ରବର୍ତ୍ତନ କୋଉଠି ମାନେ ଫାଷ୍ଟ ସେରିମନି ଟା କଣ କୁହାଉଥିଲା ବୁଦ୍ଧ ମାନେ କୋଉଠି ଜାଗାରେ ଦେଇଥିଲେ ବୁଦ୍ଧ ଗୟାର ନା ସରନାଥ ନା କୁଶୀନଗର ନା ହଉଛି ଶ୍ରବସ୍ତୀ ହେଲା। ତେଣୁ ସଠିକ ଉତ୍ତର କଣ ହବ ଗୌତମ ବୁଦ୍ଧ ପ୍ରଥମେ କୋଉଠି ଦେଇଥିଲେ ଯେଟା କି କହୁଥିଲା ଧର୍ମଚକ୍ର ପ୍ରବର୍ତ୍ତନ ଉଲ୍ଟା ବି କ୍ୱେଶ୍ଚନ ପକେଇ ପାରେ ଯେ ଗୌତମ ବୁଦ୍ଧ ଯୋଉଠି ଦେଇଥିଲେ ଯୋଉ ଜାଗାଟା ଏଠୁ ଆନ୍ସର ହବ ସେ କୋଉ ମାନେ ତାକୁ କଣ କୁହାଉଥିଲା ହେଲା। ତେଣୁ ୟାର ସଠିକ ଉତ୍ତର କଣ ହବ ନା ସରନାଥ ହେଲା। ଅପସନ ନମ୍ବର ବି ଯେଟା କଣ ସରନାଥ ଠାରେ ପ୍ରଥମ ସେ ଯୋଉ ସେରିମନିରେ ଭାଷଣ ଦେଇଥିଲେ ଧର୍ମଚକ୍ର ପ୍ରବର୍ତ୍ତନ ହେଲା ସରନାଥ ପାଖରେ ଦେଇଥିଲେ ଗୌତମ ବୁଦ୍ଧ। ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି ବଢିଆ ବଢିଆ କ୍ୱେଶ୍ଚନ ଅଛି ଲାଷ୍ଟ ଦେଖନ୍ତୁ ଯେନ ଜାଣିପାରିବେ ଯେ ଆପଣ ଯୋଉ ଆଜିର ଭିଡିଓଟା ଦେଖିଲେ ମାରାଥନ ଟା ତା ଦ୍ୱାରା ଲାଭ କଣ ହେଲା ଆପଣଙ୍କର ହେଲା। ନେକ୍ସଟ କ୍ୱେଶ୍ଚନ କଣ ଅଛି ହୁ ୱାଜ ଦ ଫାଇନାଲ ତୀର୍ଥକର ଅଫ ଜୈନିଜିମ ହେଲା। ଯେମିତି ବୁଦ୍ଧିଜିମ ଥିଲା ସେମିତି ଜୈନିଜିମ ଥିଲା। ତେଣୁ ଫାଇନାଲ ତୀର୍ଥଙ୍କର କିଏ ଥିଲେ ଋଷଭନାଥ ନା ପର୍ଶୁନାଥ ନା ମହାବୀରା ନା ତନାମୀ ହେଲା। ତେଣୁ ୟାର ସଠିକ ଉତ୍ତର କଣ ହବ କି ଆମର ଫାଇନାଲ ତୀର୍ଥଙ୍କର କିଏ ଥିଲେ ଜୈନିଜିମ ର ନା ମହାବୀରା ହେଲା। ଏଟା ଜାଣିଛନ୍ତି ସମସ୍ତେ ମହାବୀରା ହଉଛନ୍ତି ତାଙ୍କର କଣ ଜୈନିଜିମ ର ଫାଇନାଲ ଆମର ତୀର୍ଥଙ୍କର ହେଲା କିଏ ନା ମହାବୀରା। ତାପରେ ନେକ୍ସଟ କ୍ୱେଶ୍ଚନ କଣ ଅଛି ଦ ଗ୍ରୀକ ଆମ୍ବାସିଡର ମେଗାସ୍ଥାନୀ ଭିଜିଟେଡ ଡ୍ୟୁରିଂ ହେଲା। ଯେଟା କି ଟିକେ ଆଗରେ ଆପଣ କହିକି ଗଲି ଯେ ଆମର କ୍ୱେଶ୍ଚନ ଟା ଥିଲା କଣ ଆମର ଯୋଉ ହ୍ୟାଙ୍ଗ ସାଙ୍ଗ ଥିଲା ସେଇଭଳିଆ କ୍ୱେଶ୍ଚନ ଟା ଅଛି ଯେ ଆମର ଗ୍ରୀକ ଆମ୍ବାସିଡର ବେଳେ ପଚାରେ ମେଗାସ୍ଥାନୀ କୋଉଠିକାର ନା ଗ୍ରୀକ ଆମ୍ବାସିଡର ହେଲା କାହା ସମୟରେ ଆସିଥିଲେ। ଅପସନ ନମ୍ବର ଏ ଅଶୋକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମୁଦ୍ରଗୁପ୍ତ ନା ହର୍ଷା ହେଲା। ଏର ସଠିକ ଉତ୍ତର କଣ ହବ ଆଗରୁ କହି ଯାଇଥିଲି କଣ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କ ସମୟରେ ଆସିଥିଲେ। नेक्स्ट क्वेश्चन देखिए हु वाज द फेमसली नोन एज द नेपोलियन ऑफ इंडिया ड्यू टू हिज एक्सटेंसिव मिलिटरी कॉन्क्वेस्ट। बढ़िया बहुत बढ़िया क्वेश्चन टा नेपोलियन ऑफ इंडिया बोली काहा को कहा जाय चंद्रगुप्त प्रथम समुद्रगुप्त चंद्रगुप्त द्वितीय ना कोन स्कंदगुप्त होला। तेणु आमर सठिक उत्तर यार कोन हबो काहा को कहा जातला नेपोलियन ऑफ इंडिया कोन पई ना एक्सटेंसिव मिलिटरी कॉन्क्वेस्ट ହେଲା। ऑप्शन नंबर बी जेटा कोन समुद्रगुप्त ହେଲା। समुद्रगुप्त कोन कहा जाय ना नेपोलियन ऑफ इंडिया बोली କୁହାଯାଏ କାରଣ ତାଙ୍କର ଏକ୍ସଟେନ୍ସିଭ ମିଲିଟାରୀ କନସିକ୍ୱେନ୍ସ ମାନେ ନେପୋଲିୟନଙ୍କ ଭଳିଆ ୟାର ମାନେ ବହୁତ ଅଧିକା ଆର୍ମି ଆମର ମିଲିଟାରୀ ପାୱାର ଥିଲା। ତେଣୁ ସେଥିପାଇଁ ତାଙ୍କୁ କଣ ନେପୋଲିୟନ ଅଫ ଇଣ୍ଡିଆ ବୋଲି
ମଧ୍ୟ କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ଦ ଜୁନାଗଡ଼ ରକ୍ ଇନସ୍କ୍ରିପସନ ଡିଟେଲ୍ସ ଦ ଆଚିଭମେଣ୍ଟସ୍ ଅଫ ହୁଇଚ୍ ସାକା ରୁଲର ହେଲା। କାହା ପାଇଁ ଏଇ ଯୋଉ ଇନସ୍କ୍ରିପସନ ଟା ଜୁନାଗଡ଼ର କରାଯାଇଥିଲା? ରୁଦ୍ରଦମନ ନା ମୁଆଇଜ ନା ଚେସ୍ତନା ନା ହଉଛି ନୁହାପାନା ହେଲା। ତେଣୁ ଜୁନାଗଡ଼ର ରକ୍ ଟା କାହା ପାଇଁ ହେଇଥିଲା? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ରୁଦ୍ରଦମନ ପ୍ରଥମ ହେଲା। ରୁଦ୍ରଦମନ ପ୍ରଥମ ପାଇଁ ଜୁନାଗଡ଼ର ରକ୍ ଇନସ୍କ୍ରିପସନ ଟା ହେଇଥିଲା ଆଚିଭମେଣ୍ଟ କୁ ଦର୍ଶାଇବା ପାଇଁ। ଆଉ ନେକ୍ସଟ କ୍ୱେଶ୍ଚନ କଣ ଅଛି? ଦ ଷ୍ଟାଣ୍ଡାର୍ଡ ୟୁନିଟ୍ ଅଫ ଭ୍ୟାଲୁ ଅଫ କରେନ୍ସି ମେନସନ୍ଡ ଇନ ଦ ଇୟରଲି ରିଗବେଦ ପିରିୟଡ ରେ ହେଲା। ଯୋଉ ମେନସନ ହେଇଥିଲା ସେଟା କଣ କହୁଥିଲା? ନିଶାକା ନା ଶତମନ ନା କ୍ରିଷ୍ଣା ନା ରୂପକ ହେଲା। ଯୋଉ ଆମର କୋଉ ଟାଇମ ର ନା ଇୟରଲି ରିଗବେଦ ପିରିୟଡ ରେ କଣ ବୋଲି କୁହାଯାଉଥିଲା? ଷ୍ଟାଣ୍ଡାର୍ଡ ଅଫ ଭ୍ୟାଲୁ ଅଫ କରେନ୍ସି ରେ କଣ ବୋଲି କୁହାଯାଉଥିଲା? ଅପସନ ନମ୍ବର ଏ କଣ ହବ? ନିଶାକା। ନିଶାକା ହବ ସଠିକ ଉତ୍ତରଟା ହେଲା। ରୂପକ ଟିକେ ଆଗରୁ ଯିଏ କି ଗୁପ୍ତ ଡାଇନେଷ୍ଟିର ଯୋଉ ସିଲଭର କଏନ୍ ଟା ତାକୁ ରୂପକ ବୋଲି କୁହାଯାଉଥିଲା। କିନ୍ତୁ ଯଦି ଇୟରଲି ବେଦିକ ପିରିୟଡ କଥା କହିବ ତାହେଲେ ଅପସନ ନମ୍ବର ଏ ଯେଟା କି ନିଶାକା ସଠିକ ଉତ୍ତରଟା ହବ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ, which ancient university was founded by the Polo king ଧର୍ମପଲ ହେଲା। କୋଉ ଏନସିଏଣ୍ଟ ୟୁନିଭରସିଟି ସିଏ ତାର ଫାଉଣ୍ଡର ଥିଲେ? ନାଳନ୍ଦାର ନା ବିକ୍ରମଶାଳାର ନା ତ୍ରକଶାଲା ନା ହଉଛି ବଲ୍ଲଭାଇ ହେଲା, ବଲ୍ଲଭୀ ହେଲା। ତେଣୁ ସଠିକ ଉତ୍ତର କଣ ହବ? ପୋଳ କିଙ୍ଗ ର ଯୋଉ ଧର୍ମପଲ ଧର୍ମପଲ ସିଏ କୋଉ ୟୁନିଭରସିଟିର ଫାଉଣ୍ଡର ଥିଲେ? ସଠିକ ଉତ୍ତର କଣ ହବ? ନା ବିକ୍ରମଶିଲା ହେଲା। ବିକ୍ରମଶିଲା ର ଫାଉଣ୍ଡର କିଏ ଥିଲେ? ନା ଧର୍ମପାଳ ହେଲା। ପୋଳ ଡାଇନେଷ୍ଟର କିଙ୍ଗ ବିକ୍ରମ ଶାଳାର ଫାଉଣ୍ଡର ଥିଲେ। ନେକ୍ସଟ କ୍ୱେଶ୍ଚନ, ଦ ଗ୍ରେଟ ବାଥ ଅଫ ଇଣ୍ଡସ୍ ସିଭିଲାଇଜେସନ ୱାଜ ଡିସ୍କଭର୍ଡ ଏଟ ହୁଇଚ ସାଇଟ ହେଲା। କୋଉ ସାଇଟ ରେ ଗ୍ରେଟ ବାଥ ର ଏଇ ଯୋଉ ଇଣ୍ଡସ୍ ସିଭିଲାଇଜେସନ ଗ୍ରେଟ ବାଥ ଟା ଫାଉଣ୍ଡର ମାନେ ମିଳିଥିଲା, ଡିସ୍କଭର ହେଇଥିଲା? ହରପ୍ପା, ମହେଞ୍ଜୋଦାର, କାଲିବଙ୍ଗନ ନା ଚାନୁଦାରୁ ହେଲା। ତେଣୁ ସଠିକ ଉତ୍ତର କଣ ହବ? ଯେଟା କି ଆମର ଗ୍ରେଟ ବାଥ ବୋଲି କାହା କୁହାଯାଏ? ନା ମହେଞ୍ଜୋଦାର। ଟିକେ ଆଗରୁ ଆମର କଣ ପଢୁଥିଲେ? ଡକୟାର୍ଡ ବୋଲି କୁହାଯାଉଥିଲା। ଡକୟାର୍ଡ ବୋଲି ଗୋଟେ ପଢିଥିଲେ। ଏବେ ହଉଛି କଣ ନା ଯୋଉ ଗ୍ରେଟ ବାଥ ପାଇଁ ମହେଞ୍ଜୋଦାର ଫେମସ ଥିଲା। ନେକ୍ସଟ କ୍ୱେଶ୍ଚନ କଣ ଅଛି ଦେଖିବା। ଦ ଆଇରନ୍ ପିଲର ଲୋକେଟେଡ ଏଟ ମେହେରୁଲି ଦିଲ୍ଲୀରେ ଯୋଉ ଅଛି ଆସୋସିଏଟେଡ ୱିଥ ହୁଇଚ କିଙ୍ଗ ହେଲା। ଯୋଉ ଆମର ମେହେରୁଳି ଯୋଉ ଦିଲ୍ଲୀରେ ଏଟା ଅଛି ହେଲା, ଆଇରନ୍ ପିଲର ଟା ସେଟା କୋଉ ରାଜାଙ୍କ ସହିତ ରିଲେଟେଡ? ଚନ୍ଦ୍ରଗୁପ୍ତ ଦ୍ୱିତୀୟ, ସମୁଦ୍ରଗୁପ୍ତ, ଅଶୋକ ନା କନିଷ୍କ ହେଲା। ବହୁତ ବଢିଆ କ୍ୱେଶ୍ଚନ ଟା ବାରମ୍ବାର ପଚାରି ଦେଇଛନ୍ତି। ଏନସିଏଣ୍ଟ ହିଷ୍ଟ୍ରି ଆପଣଙ୍କ ସିଲାବସ ରେ ଅଛି ହେଲା। ତେଣୁ ୟାର ସଠିକ ଉତ୍ତର କଣ ହବ? ନା ଚନ୍ଦ୍ରଗୁପ୍ତ ଦ୍ୱିତୀୟ। ଯୋଉ ଆମର ଦିଲ୍ଲୀରେ ଯୋଉ ଅଛି ମେହେରୁଲି ଯୋଉ ଆଇରନ୍ ପିଲର ହେଲା, ସେଟା କାହା ପାଇଁ ଫେମସ? ନା ଚନ୍ଦ୍ରଗୁପ୍ତ ଦ୍ୱିତୀୟ ହେଲା। ଅପସନ ନମ୍ବର ଏଟା ଠିକ ହବ। ଚନ୍ଦ୍ରଗୁପ୍ତ ଦ୍ୱିତୀୟ ପାଇଁ ସେଟା ଫେମସ। ନେକ୍ସଟ କ୍ୱେଶ୍ଚନ କଣ ଅଛି? which Vedic text deals explicits with the construction of sacrificial altar and geometry ହେଲା। ଆମର ବେଦିକ ପିରିୟଡ ଯୋଉ ହେଇଥିଲା ସେଥିରେ କୋଉଟା ଫେମସ? ଶୁଲ୍ଭ ସୂତ୍ରଜ ନା ଗୃହା ସୂତ୍ରଜ ନା ଶ୍ରୁତା ସୂତ୍ରଜ ନା ଧର୍ମ ସୂତ୍ରଜ ହେଲା। ଯୋଉ ଜୋମେଟ୍ରି ଆଉ ସାକ୍ରିଫାସିଆଲ ପାଇଁ ଫେମସ କି ଥିଲା? ଅପସନ ନମ୍ବର ଏ ଯେଟା କଣ ଶୁଲ୍ଭା ସୂତ୍ରଜ ହେଲା। ମନେ ରଖିଥିବେ, ଏଟା ବେଳେ ବେଳେ ପଚାରି ଦିଏ। ସାକ୍ରିଫିସିଆଲ ଆଉ ଜୋମେଟ୍ରି ପାଇଁ କୋଉଟା ଫେମସ? ନା ଶୁଲ୍ଭା ସୂତ୍ରଜ ଫେମସ। ନେକ୍ସଟ ହଉଛି କଣ? ଦ କ୍ୟାପିଟାଲ ଅଫ ଆନସିଏଣ୍ଟ କିଙ୍ଗଡମ ଅଫ କନିଷ୍କଜ କୁଷାଣ ଏମ୍ପାୟାର ୱାଜ ଲୋକେଟେଡ ଏଟ। ଯୋଉ ଆମର ଏନସିଏଣ୍ଟ କିଙ୍ଗଡମ ର ଯୋଉ କନିଷ୍କର କୁଷାଣ ଏମ୍ପାୟାର ଟା ଥିଲା ସେଟା କୋଉଠି ଦେଖାଉଥିଲା? ମଥୁରା, ପୁରାହା ଯେଟା କି ପୋଷାର କୁହାଉଥିଲା, ପାଟଳିପୁତ୍ର ନା ଉଜ୍ଜୈନ ହେଲା। ତେଣୁ ସଠିକ ଉତ୍ତର କଣ ହବ? ଯୋଉଟା କି ଆମର କନିଷ୍କ କିଙ୍ଗ ର କୁଷାଣ ଏମ୍ପାୟାର କୋଉଠି ଦେଖାଉଥିଲା? ନା ସଠିକ ଉତ୍ତର ଅପସନ ନମ୍ବର ବି ଯେଟା କଣ ପେଶୱାର ହେଲା। ପେଶୱାର ଟା ସଠିକ ଉତ୍ତର ହବ। ଅପସନ ନମ୍ବର ବି ପେଶୱାର ବୋଲି କୁହାଯାଉଥିଲା। କନିଷ୍କଙ୍କର ଯୋଉ କୁଷାଣ ଏମ୍ପାୟାର ଟା ଥିଲା ହେଲା, କୁହାଯାଉଥିଲା। ନେକ୍ସଟ କ୍ୱେଶ୍ଚନ ଅଛି, ହୁ ୱାଜ ଦ ଅଥର ଅଫ ଦ ଫେମସ ସାଂସ୍କ୍ରିଟ ଗ୍ରାମାର ୱାର୍କ ଅଫ ଅସ୍ତ୍ରୀ ଧ୍ୱୟିନୀ ହେଲା। ଅସ୍ତ୍ରୀ ଧ୍ୱୟିନୀର ଆମର ସାଂସ୍କ୍ରିଟ ଯୋଉ ଗ୍ରାମାର ଟା କାହା ପାଇଁ ଫେମସ? ପତଞ୍ଜଳି ଆଉ ପାଣିନି, କାଳିଦାସ ନା ହଉଛି ବଣଭଟ୍ଟ ହେଲା। ବଢିଆ କ୍ୱେଶ୍ଚନ ଟା ବେଳେ ବେଳେ ପଚାରି ଦିଏ। ଅସ୍ତ୍ରୋଧ୍ୟାୟୀ ର ଆମର ଲେଖକ କିଏ ସାଂସ୍କ୍ରିଟ ପାଇଁ ଯୋଉ ଗ୍ରାମାର ୱାର୍କ ପାଇଁ? ସଠିକ ଉତ୍ତର କଣ ହବ? ନା ଅପସନ ନମ୍ବର ବି ଯାହାକି ପାଣିନି ହେଲା। ପାଣିନି ସେଇଥିପାଇଁ ସାଂସ୍କ୍ରିଟ ର ଗୁରୁ ମଧ୍ୟ କୁହାଯାଏ ହେଲା। ମନେ ରଖିଥିବେ ପାଣିନିଙ୍କ ଦ୍ଵାରା କଣ ଲେଖା ହେଇଛି? ନା ଅସ୍ତ୍ରୋଧ୍ୟାୟୀ ହେଲା। ଅସ୍ତ୍ରୋଧ୍ୟାୟୀ ଲେଖିଛନ୍ତି କିଏ? ନା ପାଣିନି। ନେକ୍ସଟ କ୍ୱେଶ୍ଚନ, ଦ ବେଟେଲ ଅଫ ଦ ଟେନ କିଙ୍ଗସ ଯାହାକି 10 ରାଜା ବୋଲି କୁହାଯାଏ। ଯୋଉ ଯୁଦ୍ଧ ହେଇଥିଲା ପ୍ରଥମ ଯୁଦ୍ଧ ବୋଲି କୁହାଯାଏ। 10 ଜଣ ରାଜା ମିଶିକି ଯୁଦ୍ଧ କରିଥିଲେ। ଇନ ଦ ରିଗ ବେଦ ୱାଜ ଫାଇଟ ଇନ ଦ ବ୍ୟାଙ୍କସ ଅଫ ହୁଇଚ ରିଭର ହେଲା। ତେଣୁ ପ୍ରଥମେ 10 ଜଣ ରାଜା ଲଢିଥିଲେ, ଯୋଉ ଯୁଦ୍ଧ କୁହାଯାଏ ହେଲା, ସେଟା କୋଉ ନଦୀ କୂଳରେ ହେଇଥିଲା? ଯେଟା କି ରିଗ ବେଦରେ ମେନସନ ଅଛି। ସରସ୍ୱତୀ ନା ରବି ନଦୀ
ନା ଝେଲମ ଯୋଉଟାକି ଏଇଟା ସାଇଡରେ ଲେଖା ଅଛି ଆମ ଋଗ୍ବେଦରେ ମେନସନ ଅଛି ନା ଚେନବ ନଦୀ ହେଲା। ଯେମିତିକି ଆମ ରବି ନଦୀକୁ ପାରୁସିନୀ ବୋଲି କୁହାଯାଏ, ଝେଲମକୁ ବିତସ୍ତିତା ବୋଲି କୁହାଯାଏ, ଆଉ ଚେନବକୁ କଣ ଅସିକିନି ବୋଲି କୁହାଯାଏ। ତେଣୁ 10 ଜଣ ରାଜାଙ୍କର ଯୁଦ୍ଧଟା କୋଉ ନଦୀ କୂଳରେ ହେଇଥିଲା ନା ହଉଛି ରବି ନଦୀ କୂଳରେ ବା ପାରୁସିନୀ ହେଲା, ପାରୁସିନୀ ନଦୀ କୂଳରେ ବା ଏବେ ତାର ନାଁ କଣ ନା ରବି ନଦୀ କୂଳରେ 10 ଜଣ ରାଜାଙ୍କର ପ୍ରଥମ ଯୁଦ୍ଧ ମାନେ ଇତିହାସର ଋଗ୍ବେଦରେ ମେନସନ ଅଛି 10 ଜଣ ରାଜାଙ୍କର ମାନେ ଯୁଦ୍ଧ ଜିତିଲେ କଣ ସେମାନେ ଗାଈ ଦଉଥିଲେ ହେଲା, କାରଣ ସେତେବେଳେ କଣ କରେନ୍ସି ମାନେ ଯୋଉ ଆମର କଣ ଦବା ନବା ପାଇଁ ଗାଈ କ୍ଷୀରଟା ସେମାନଙ୍କର ୟୁଜ ହଉଥିଲା ହେଲା। ତେଣୁ ଆମର ଏତିକିରେ ସରିଲା କଣ, ଆଉ ଗୋଟେ କ୍ୱେଶ୍ଚନ ଟା ଅଛି ଦେଖିବାକୁ ଦେଲେ ସରିଯିବ ଆମର କଣ ଏଇ ଯୋଉ ଆମର ଏନସିଏଣ୍ଟ ହିଷ୍ଟ୍ରିଟା। which ruler of the south India was contemporary of ସମୁଦ୍ରଗୁପ୍ତ and is mentioned in the Allahabad pillar inscription ହେଲା। ବହୁତ ବଢିଆ କ୍ୱେଶ୍ଚନ ଟା ଅଛି। କଣ କହିଛି ଯେ ସମୁଦ୍ରଗୁପ୍ତ ଯୋଉ ମେନସନ ସମୁଦ୍ରଗୁପ୍ତ ଯୋଉ କଣ୍ଟେମ୍ପୋରାରୀ ସାଉଥ ଇଣ୍ଡିଆନ ର ଯୋଉ ରୁଲର ଥିଲେ ମେନସନ କରାଯାଇଛି ଆହ୍ଲାବାଦ ପିଲରରେ କୋଉଠି ହେଲା, ବିଷ୍ଣୁ କୋପା ଅଫ କାଞ୍ଚି ନା ମହେନ୍ଦ୍ର ବର୍ମନ ପ୍ରଥମ ନା ପୁଲକୁଶେଇ ଦ୍ୱିତୀୟ ନା କିରିକାଲା ଛଲ ହେଲା। ତେଣୁ କଣ ବୋଲି ମେନସନ କରାଯାଇଛି ସେ ଯୋଉ ଆମର କଣ ଆହ୍ଲାବାଦ ପିଲର ଇନସ୍କ୍ରିପସନ ହେଲା। ସଠିକ ଉତ୍ତରଟି କଣ ହବ ନା ବିଷ୍ଣୁ ଗୋପା ଅଫ କାଞ୍ଚି ହେଲା। ମନେ ରଖିଥିବେ ଯୋଉ ସମୁଦ୍ରଗୁପ୍ତକୁ କଣ ବୋଲି ମେନସନ କରାଯାଇଛି ଯୋଉ ଆହ୍ଲାବାଦ ପିଲର ଇନସ୍କ୍ରିପସନ ରେ ନା ବିଷ୍ଣୁ ଗୋପା ଅଫ କାଞ୍ଚି ବୋଲି ମେନସନ କରାଯାଇଛି ହେଲା। ତେଣୁ ଆମର ଏନସିଆରଟି ହିଷ୍ଟ୍ରି କ୍ୱେଶ୍ଚନ ଟା ସରିଗଲା। ଏବେ ଦେଖିବା କିଛି ମିଡିଲ ଭାଲ କ୍ୱେଶ୍ଚନ ହେଲା। ବହୁତ ବଢିଆ ବଢିଆ କ୍ୱେଶ୍ଚନ ଅଛି ହେଲା, ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଦେଲେ ଆପଣ ଜାଣିପାରିବେ କଣ ହଉଛି। Who was the first formal Muslim ruler of Delhi Sultanate to introduce the pure Arabic coinage ହେଲା। ବଢିଆ କ୍ୱେଶ୍ଚନ ଟା ଅଛି ଯେ ଦିଲ୍ଲୀ ସଲତନତ ଜାଣିଛନ୍ତି ହେଲା, ପ୍ରଥମ ଯୋଉ ଆମର ଆରବିକ କଏନେଜ କୁ ଇଣ୍ଟ୍ରୋଡ୍ୟୁସ କିଏ କରିଥିଲେ? ଅପସନ ରେ କଣ ଅଛି କୁତବୁଦ୍ଦିନ ଆଇବକ, ଇଲତୁତମିଶ ନା ବଲବନ ନା ଆଲାଉଦ୍ଦିନ ଖିଲଜି ହେଲା। ଆମର କିଏ ଏଇ ଯୋଉ ପିଓର ଆରବିକ କଏନେଜ ଟାକୁ ଏଷ୍ଟାବ୍ଲିଶ କରିଥିଲେ? ସଠିକ ଉତ୍ତରଟି କଣ ହବ ନା ଇଲତୁତମିଶ ହେଲା। ଇଲତୁତମିଶ ଅପସନ ନମ୍ବର ବି ଟା ସଠିକ ଉତ୍ତର ହବ, ଯେ କି ଆମର ପିଓର ଏଇ ଯୋଉ ଆରବିକ କଏନେଜ ଟାକୁ ଇଣ୍ଟ୍ରୋଡ୍ୟୁସ କରିଥିଲେ। ନେକ୍ସଟ କ୍ୱେଶ୍ଚନ ଅଛି the market control policy or price stabilization reforms were introduced in Delhi by ହେଲା। ମାର୍କେଟ ଏଇ ଯୋଉ କଣ୍ଟ୍ରୋଲ ପଲିସିଟା ବା ଏଇ ଯୋଉ ପ୍ରାଇସ ଷ୍ଟାବିଲାଇଜେସନ ମାନେ ସବୁ ସମସ୍ତଙ୍କ ପାଖରେ ସେଇ ସମାନ ପ୍ରାଇସ ସେମାନେ ବିକ୍ରି କରିବେ ସେଟା କିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ? ଗ୍ୟାସୁଦ୍ଦିନ ତୁଗଲକ, ମହମ୍ମଦ ବିନ ତୁଗଲକ, ଆଲାଉଦ୍ଦିନ ଖିଲଜି ନା ଫିରୋଜ ଶାହ ତୁଗଲକ ହେଲା। ସଠିକ ଉତ୍ତରଟି କଣ ହବ? ମାର୍କେଟ କଣ୍ଟ୍ରୋଲ ପଲିସି କିଏ ଆଣିଥିଲେ ନା ଆଲାଉଦ୍ଦିନ ଖିଲଜି। ଆଲାଉଦ୍ଦିନ ଖିଲଜି ଅପସନ ନମ୍ବର ସି ଟା ସଠିକ ଉତ୍ତର ହବ। ମନେ ରଖିଥିବେ ବଢିଆ କ୍ୱେଶ୍ଚନ ଟା ଗଲା। which traveler from the Morocco visited India during the region of the Muhammad bin Tughlaq? Muhammad bin Tughlaq ସମୟରେ ମରକ୍କୋରୁ ଜଣେ ଆସିଥିଲେ ଭିଜିଟ କରିବା ପାଇଁ ଭାରତକୁ। ତା ଭିତରୁ କିଏ? ଆଲା ମୁସଦି ନା ଇବନ ବତୁତା, ନିକୋ କଣ୍ଟି ନା ଅବଦୁର ରଜକ ହେଲା। ତେଣୁ ସଠିକ ଉତ୍ତର କଣ ହବ? ମରକ୍କୋରୁ କିଏ ଆସିଥିଲେ ଏଇ ଯୋଉ ଆମର କଣ ମହମ୍ମଦ ବିନ ତୁଗଲକ ସମୟରୁ? ସଠିକ ଉତ୍ତର କଣ ହବ ନା ଇବନ ବତୁତା ହେଲା। ଅପସନ ନମ୍ବର ବି ଇବନ ବତୁତା ଆସିଥିଲେ କାହା ସମୟରେ? ମହମ୍ମଦ ବିନ ତୁଗଲକ। ଉଲ୍ଟା ଭାବରେ ପଚାରି ପାରେ ଯେ ଇବନ ବତୁତା ଆସିବା ସମୟରେ ଇଣ୍ଡିଆର କିଏ ରୁଲର ଥିଲେ ନା ମହମ୍ମଦ ବିନ ତୁଗଲକ। ନେକ୍ସଟ କ୍ୱେଶ୍ଚନ, ଦ ଫାଷ୍ଟ ବ୍ୟାଟେଲ ଅଫ ପାନିପତ କେତେ 1526 ରେ ଫାଷ୍ଟ ବ୍ୟାଟେଲ ଅଫ ପାନିପତ ହେଇଥିଲା ହେଲା। ଫାଇଟ ବିଟୱିନ ଦ ବାବର ଏଣ୍ଡ ହୁମ ହେଲା। ବହୁତ ଗୁଡା କ୍ୱେଶ୍ଚନ। ବାବର ସହିତ ତ ଯୁଦ୍ଧ ହେଇଥିଲା, ବାବର ପ୍ରଥମେ ଆସିଥିଲେ, ଇବ୍ରାହିମ ଲୋଧି ତାଙ୍କୁ ଡାକିଥିଲେ ହେଲା। ଆଉ କାହା ସହିତ ଯୁଦ୍ଧ ହେଇଥିଲା? ସିକନ୍ଦର ଲୋଧି, ଇବ୍ରାହିମ ଲୋଧି, ରାଣା ସାଙ୍ଗା, ଶେରଶାହ ସୁରୀ। ମୁଁ ତ କହିଦେଲି ଇବ୍ରାହିମ ଲୋଧି ଡାକିଥିଲେ କିନ୍ତୁ ସିଏ ଯୁଦ୍ଧ କରିନଥିବେ, ତେଣୁ କିଏ ତାଙ୍କ ସହିତ ଯୁଦ୍ଧ କରିଥିଲେ ନା ଇବ୍ରାହିମ ଲୋଧି ହେଲା। ଇବ୍ରାହିମ ଲୋଧି ସହିତ ଯୁଦ୍ଧ ହେଇଥିଲା, ସରି ସିକନ୍ଦର ଲୋଧି ଇବ୍ରାହିମ ଲୋଧି ସହିତ କାହାର ଯୁଦ୍ଧ ହେଇଥିଲା? ଆମର ବାବର ଆଉ ଇବ୍ରାହିମ ଲୋଧି ସହିତ ଫାଷ୍ଟ ବ୍ୟାଟେଲ ଅଫ ପାନିପତ ଯୁଦ୍ଧ ହେଇଥିଲା ହେଲା। ମନେ ରଖିଥିବେ ଇବ୍ରାହିମ ଲୋଧି ମୁଁ ଭୁଲରେ କହିଦେଲି ହେଲା। ଇବ୍ରାହିମ ଲୋଧିର ଆନ୍ସର ହବ ବାବର ଆଉ ଇବ୍ରାହିମ ଲୋଧି ସହିତ ଯୁଦ୍ଧ ହେଇଥିଲା। ନେକ୍ସଟ କ୍ୱେଶ୍ଚନ କଣ ଅଛି? ଦ ମନସଦରୀ ସିଷ୍ଟମ ୱାଜ ଇଣ୍ଟ୍ରୋଡ୍ୟୁସ ବାଇ ଦ ଆକବର ଟୁ ଷ୍ଟ୍ରକ୍ଚର ହୁଇଚ ଆଡମିନିଷ୍ଟ୍ରେଟିଭ ଆସ୍ପେକ୍ଟ? ଯୋଉ ମାଂସଦରୀ ସିଷ୍ଟମଟା ଆମର ଇଣ୍ଟ୍ରୋଡ୍ୟୁସ ହେଇଥିଲା ଆକବରଙ୍କ ଦ୍ୱାରା, ଏଟା କଣ ପାଇଁ? ରେଭିନ୍ୟୁ କଲେକ୍ସନ ପାଇଁ, ଜୁଡିସିଆଲ ଫ୍ରେମୱାର୍କ ନା ମିଲିଟାରୀ ଆଣ୍ଡ ସିଭିଲ ପାଇଁ ନା ରିଲିଜିୟସ ହାୟରାର୍କି ହେଲା। କାହା କ୍ଷେତ୍ରକୁ ସେ ଦେଖିକି ଏଟା ତିଆରି କରିଥିଲେ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି, ଏଟା କଣ ମିଲିଟାରୀ ଆଣ୍ଡ ସିଭିଲ ପାଇଁ ହେଲା। ମାନେ ମିଲିଟାରୀ ଆଉ ଯୋଉ ସିଭିଲ ମାନେ ଦଣ୍ଡ ଫଣ୍ଡ ପାଇଁ ଆଇନ ପାଇଁ ଯୋଉ ମନସଦରୀ ସିଷ୍ଟମଟା ସେ ଇଣ୍ଟ୍ରୋଡ୍ୟୁସ କରିଥିଲେ କାହା ଦ୍ୱାରା ନା ଆକବର ଦ୍ୱାରା। ବେଳେ ପଚାରିଥିବେ ମନସଦରୀ ସିଷ୍ଟମଟା କାହା ଦ୍ୱାରା ହେଇଥିଲା ନା ଆକବର ଦ୍ୱାରା ହେଇଥିଲା। ନେକ୍ସଟ କ୍ୱେଶ୍ଚନ ଦେଖିବା, which Mughal empire re-imposed the jizya tax in Hindu on Hindu in 1679? ପ୍ରଥମେ ଜିଜିଆ ଟ୍ୟାକ୍ସ ହେଇଥିଲା, ତାପରେ ଉଠା ଦେଇଥିଲା, ତାପରେ ଆଉ କାହା ଦ୍ୱାରା କଣ ହେଇଥିଲା ଜିଜିଆ ଟ୍ୟାକ୍ସ ଟା ହିନ୍ଦୁ ଉପରେ ଲଗାଇଥିଲା କେତେ ମସିହାରେ? 1679 ମସିହାରେ। ଅପସନ କଣ ଅଛି? ଆକବର, ଜାହାଙ୍ଗୀର,
शाहजहां ना औरंगजेब है कहा द्वारा हेतिला पुणी थरे जेजिया जेजिया प्रथम कोन हेतिला ना लगा हेतिला तापर अकबर ताको उठे देथिले किंतु तापर एतला हैला औरंगजेब को द्वारा 1679 मसिया रे हैला ऑप्शन नंबर डी टा ठीक उत्तर माने औरंगजेब को द्वारा 1679 मसिया रे जजिया टैक्स हिंदू माने माने से माने नॉन जे माने नॉन मुस्लिम थिले बा हिंदू जे माने थिले से माने को ऊपर पूजा पाठ करिया पे बा जो कोन से माने जाउथिले धर्म क्षेत्र को सेति पई से माने को ऊपर टैक्स लगाउथिले एटाको जेजिया टैक्स बोली କୁହା ଯାଉଥିଲା। ନେକ୍ସଟ ହଉଛି କଣ ଦ ଫେମସ ଭକ୍ତି ସନ୍ଥ କବୀର ୱାଜ ଡିସିପ୍ଲି ଅଫ ହ୍ୱିଚ ରିଲିଜିୟସ ଟିଚର ହେଲା ତାଙ୍କୁ କୋଉ ରିଲିଜିୟସ ଟିଚର ବୋଲି କୁହାଯାଉଥିଲା ରାମାନୁଜ ବୋଲି କୁହାଯାଉଥିଲା ନା ରାମାନନ୍ଦ ବୋଲି କୁହାଯାଉଥିଲା ନା ଚୈତନ୍ୟ ମହାପ୍ରଭୁ କୁହାଯାଉଥିଲା ନା ତୁକାରାମ ବୋଲି କୁହାଯାଉଥିଲା ହେଲା ଯୋଉ ଭକ୍ତି ସନ୍ଥ କବୀର ତାଙ୍କୁ ଆଉ କୋଉ ନାମରେ ଜଣାଉଥିଲେ ତେଣୁ ସଠିକ ଉତ୍ତର କଣ ହବ ନା ରାମାନନ୍ଦ ରାମାନନ୍ଦ ବୋଲି କୁହାଯାଉଥିଲା କାହାକୁ ନା କବୀର ଯୋଉ ଥିଲେ ରିଲିଜିୟସ ଟିଚର ବୋଲି କୁହାଯାଉଥିଲା ତାଙ୍କୁ କଣ ରାମାନନ୍ଦ ବୋଲି କୁହାଯାଉଥିଲା ମନେ ରଖିଥିବେ ଉଲ୍ଟା ପଚାରିଲେ ରାମାନନ୍ଦ ବୋଲି କାହାକୁ କୁହାଯାଏ ନା କବୀର କୁ କୁହାଯାଏ ନେକ୍ସଟ କ୍ୱେଶ୍ଚନ କଣ ଅଛି ହୁ ଫାଉଣ୍ଡେଡ ଦ ବିଜୟନଗର ଏମ୍ପାୟାର 1336 ମସିହାରେ along the banks of the ତୁଙ୍ଗଭଦ୍ର ନଦୀ ହେଲା ବେଳେ ପଚାରି ଯୋଉ ତୁଙ୍ଗଭଦ୍ର ରିଭର୍ସ 1336 ମସିହାରେ କୋଉ ଏମ୍ପାୟାର ଟା ଗଢିଥିଲା କଣ ହବ ବିଜୟନଗର ଏମ୍ପାୟାର କିନ୍ତୁ ଏଠି କ୍ୱେଶ୍ଚନ ପଚାରିଛି କଣ କାହା ଦ୍ୱାରା ହେଇଥିଲା ହରିହର ବୁକା କୃଷ୍ଣଦେବ ରାୟ ନା ଆମର ଦେବରାୟ ପ୍ରଥମ ନା ସାଲଭା ନରସିଂହା ହେଲା ତେଣୁ ବିଜୟନଗର ଏମ୍ପାୟାର ଟା 1336 ମସିହାରେ କାହା ଦ୍ୱାରା ଫାଉଣ୍ଡ ହେଇଥିଲା ନା ହରିହର ବୁକା ମନେ ରଖିଥିବେ ଏଟା ତ ଫେମସ କ୍ୱେଶ୍ଚନ ଟା ଏଟା ହରିହର ବୁକା ଦ୍ୱାରା ବିଜୟନଗର ଏମ୍ପାୟାର ହେଇଥିଲା ମନେ ରଖିଥିବେ ବେଳେ ପଚାରି ହରିହର ବୁକା ଆଉ ଯୋଉ ବିଜୟନଗର ଏମ୍ପାୟାର ଟା ହେଇଥିଲା କୋଉ ନଦୀ କୂଳରେ ସେମାନେ କରିଥିଲେ ନା ତୁଙ୍ଗଭଦ୍ର ନଦୀ କୂଳରେ ଆଉ 1336 ମସିହାରେ ଏଟା ଇମ୍ପୋର୍ଟାଣ୍ଟ ହେଲା ଗୋଟେ କ୍ୱେଶ୍ଚନ ବହୁତ ଲାଗୁ ଏମସିକ୍ୟୁ ବାହାରି ପାରିବ ସେଥିପାଇଁ ଏଟା ପ୍ରାକ୍ଟିସ କରିଦଉଛି ମୁଁ ନେକ୍ସଟ क्वेश्चन कौन अछि द एडमिनिस्ट्रेटिव काउंसिल ऑफ द 8 मिनिस्टर ऑफ इन शिवाजी एडमिनिस्ट्रेशन वाज नोन एज ହେଲା ଶିବାଜୀଙ୍କ ସମୟରେ କଣ ହେଇଥିଲା 8 ଜଣିଆ ମିନିଷ୍ଟର ହଉଥିଲା ତାକୁ କଣ ବୋଲି କୁହାଉଥିଲା ଅଷ୍ଟଦିଗସ ବୋଲି କୁହାଉଥିଲା ନା ଅଷ୍ଟପ୍ରଧାନ ନା ନବରତ୍ନ ନା ମନ୍ତ୍ରୀ ପ୍ରସାଦ ବୋଲି କୁହାଯାଉଥିଲା ହେଲା 8 ଜଣ ଯୋଉ ଏଡମିନିଷ୍ଟ୍ରେସନ ଥିଲେ ଶିବାଜୀଙ୍କ ସମୟରେ ତାକୁ କଣ ବୋଲି କୁହାଉଥିଲା ନା ଅଷ୍ଟପ୍ରଧାନ ବୋଲି କୁହାଯାଉଥିଲା ମନେ ରଖିଥିବ ଅପସନ ନମ୍ବର ବି ଯେଟା କଣ ଅଷ୍ଟପ୍ରଧାନ ବୋଲି ଶିବାଜୀଙ୍କ ସମୟରେ କୁହାଉଥିଲା ଉଲ୍ଟା କ୍ୱେଶ୍ଚନ ବି ହେଇପାରେ ଯେ କାହାଙ୍କ ସମୟରେ 8 ଜଣ ମିନିଷ୍ଟର ରହୁଥିଲେ ଯାହାକୁ ଅଷ୍ଟପ୍ରଧାନ ବୋଲି କୁହାଉଥିଲା କୋଉ ରାଜାଙ୍କ ସମୟରେ ନା ଶିବାଜୀଙ୍କ ସମୟରେ नेक्स्ट क्वेश्चन कौन अच्छे देखिए द सिल्वर कॉइन नेम्ड रुपिया जेटा कि एबी भी चलची वाज फर्स्ट इंट्रोड्यूस बाय व्हिच मिडिवल रूलर को मिडिवल रूलर को द्वारा रुपिया जेटा एबी भी चलची सेटा कहा द्वारा इंट्रोड्यूस हेतिला अकबर शेरशाह सूरी अलाउद्दीन खिलजी ना हुमायूं हला बढ़िया क्वेश्चन टा एबे बढ़िया क्वेश्चन एटा पछला तेनु यार उत्तर कोन हबो ना शेरशाह सूरी हला शेरशाह सूरी द्वारा जो रुपिया कॉइन टा हला कॉपर कॉइन टा थिला ए सॉरी सिल्वर कॉइन टा कहा द्वारा हेतिला शेरशाह सूरी जा कोन कहतला रुपया बेले पचारती सिल्वर कॉइन शेरशाह सूरी को द्वारा हेतिला एटा कोन बोली कहउतला दिनांक फेना एमती ऑप्शन देइतो किंतु ओप कोन रुपया रुपया बोली कहउतला शेरशाह सूरी को द्वारा नेक्स्ट क्वेश्चन देखिए कोन अछि द आर्किटेक्चर वंडर गोल गम्बुज द टॉम्ब ऑफ मोहम्मद आदिल शाह इज लोकेटेड जो गोल गम्बुज जो कहा द्वारा ना मोहम्मद आदिल शाह को द्वारा हेतिला हला सेटा कोउठी अछि हैदराबाद रे अछि बीजेपुर रे अछि गोलकोंडा रे अछि ना अहमदनगर रे अछि तेनो सठी उत्तर कोन हबो ना ऑप्शन नंबर बी जेटा कि बीजेपुर हैला गोल गम्बुज टा कोउठी अछि हमरो कोन होछि ना बीजेपुर रे अछि बेले क्वेश्चन ते का पई ना मोहम्मद आदिल शाह आर्किटेक्चर माने से तयारी करथिले से समय रे नेक्स्ट क्वेश्चन अछि देखिए कोन अछि हैला आज मिडिवल हिस्ट्री टा छाड़ दवा तापर कालीठू मॉडर्न हिस्ट्री देखिया कोन सब रहिछि हैला बहुत बढ़िया क्वेश्चन अछि माने टीसीएस पैटर्न जेमति जे क्वेश्चन पडुची सेगुडा को हम डिस्कशन करिवे अलगा क्वेश्चन थ्योरी त आपण आउ कोडी पढी परिबे हला किंतु क्वेश्चन प्रैक्टिस करिटा होची मेन इंपोर्टेंट नेक्स्ट क्वेश्चन अछि कोन द ट्रांसलेटर द महाभारत इनटू पर्शियन एज ए राजमनाम ड्यूरिंग द मोगल एरा समय जो महाभारत को पर्शियन भाषा रे किए ट्रांसलेट करथिले ऑप्शन कोन अछि फेजी ना अब्दुल कादिर बदुनी ना अब्दुल फाजेल ना द्वारा शिख हैला तेनो पर्शियन भाषा जो रामायण को पर्शियन भाषा रे जेटा नाम होची कोन ना दजमनामा हैला दजमनामा लिखिथिले कि ना अब्दुल कादिर बदुनी हैला मन रखिबे पर्शियन भाषा को रामायण को ट्रांसलेट करथिले ना अब्दुल कादिर बदुनी
बढ़िया क्वेश्चन एटा थिला पके पारे हला। नेक्स्ट क्वेश्चन कोन अछि देखिया, द डायनामिक टोकन करेंसी एक्सपेरिमेंट इन्वॉल्विंग द कॉपर आउ ब्रास हला दीटा मिसी जो डायनामिक तयारी होतला सेटा इंट्रोड्यूस की करथिले। प्रथमे तो शेरशाह द्वारा रूपे हेतिला आपण पढिले, एबे किंतु जो कॉपर आउ ब्रास मिसे की तयारी हेतिला एटा को के इंट्रोड्यूस करथिले, फिरोज शाह तुगलक, मोहम्मद बिन तुगलक, गयासुद्दीन बलबन ना इल्तुतमिश हला। तेणु यार सठिक उत्तरटी कोन हबो, किए एटा इंट्रोड्यूस करथिले ना मोहम्मद बिन तुगलक। बा आपण जानिबे कोन जदि उल्टा क्वेश्चन ही पचारे जे मोहम्मद बिन तुगलक द्वारा कोन प्रकार करेंसी को मेटल रो करेंसी हमरो इंट्रोड्यूस हेतिला ना उभय कॉपर और ब्रोंज दीटा मिसेगी। नेक्स्ट क्वेश्चन देखिए, व्हिच सिख गुरु फाउंड द मिलिट्री ब्रदरहुड नोन एज द खालसा इन 1699। 1699 मसीह जो सिख गुरु କାହାଙ୍କ ଦ୍ଵାରା ଖାଲସା ଲେଖା ହେଇଥିଲା ହେଲା। ଆମର ଅପସନ କଣ ଅଛି, ଗୁରୁ ନାନକ, ଗୁରୁ ଅର୍ଜୁନ ଦେବ, ନା ଗୁରୁ ତେଜ ବାହାଦୁର, ନା ଗୁରୁ ଗୋବିନ୍ଦ ସିଂ ହେଲା। ବଢିଆ କ୍ୱେଶ୍ଚନ ଟା ଅଛି। ଉତ୍ତରଟା କଣ ହବ ନା ଗୁରୁ ଗୋବିନ୍ଦ ସିଂ ହେଲା। 1699 ମସିହାରେ ଖାଲସା କାହାଙ୍କ ଦ୍ଵାରା ଯୋଉ ଶିଖ ଗୁରୁ କାହାଙ୍କ ଦ୍ଵାରା ହେଇଥିଲା ନା ଗୁରୁ ଗୋବିନ୍ଦ ସିଂ ଦ୍ଵାରା ହେଇଥିଲା। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି, ଦ ବଲନ୍ଦ ଦରୱାଜା ବୁଲନ୍ଦ ଦରୱାଜା ଯୋଉଟା କି ଏଟ ଫତେପୁର ସିକ୍ରି was built by Akbar to commemorate his victory over କାହାଙ୍କ ମାନେ ଯୁଦ୍ଧ କରି ସାରିଲା ପରେ ସେ ଯୋଉ ଦିଲ୍ଲୀ ବୁଲନ୍ଦ ଦରବାଜାଟା ଯୋଉଟା କି ଫତେପୁର ସିକ୍ରିରେ ଅଛି ତିଆରି କରିଥିଲା। ବେଙ୍ଗଲ ଠାରୁ ଜିତିଲା ପରେ ନା ଗୁଜରାଟ, ନା ମେୱାର, ନା ଡେକାନ ହେଲା। କାହା ପାଖରୁ ଜିତିଲା ପରେ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ରେ କଣ ଗୁଜରାଟ। ଆକବର ଗୁଜରାଟ ଠାରୁ ଜିତିଲା ପରେ ସେ କଣ କରିଥିଲେ, ବୁଲନ୍ଦ ଦରବାଜା ଫତେପୁର ସିକ୍ରି ପାଖରେ ତିଆରି କରିଥିଲେ। ବହୁତ ବଢିଆ କ୍ୱେଶ୍ଚନ, ଉଲ୍ଟା ବି ପଚାରି ପାରେ ହେଲା। ମାନେ ପଚାରି ପାରେ ଯେ ଆକବର ଗୁଜରାଟ ରୁ ପାଖରୁ ଜିତିଲା ପରେ କଣ ତିଆରି କରିଥିଲେ ହେଲା। ଅପସନ ନମ୍ବର କଣ ହବ, ସେଠି ଅପସନ ଥିବ କଣ ହବ ନା ବୁଲନ୍ଦ ଦରବାଜା, ଏଟା କି ଫତେପୁର ସିକ୍ରିରେ ଅଛି। ନେକ୍ସଟ କ୍ୱେଶ୍ଚନ, ଦ ଲୋକାଲ ଭିଲେଜ administrative units under the Chola dynasty were the self government via which council ହେଲା। ଯୋଉ ଚୋଳ ଡାଇନେଷ୍ଟି ରେ ଲୋକାଲ ଆଡମିନିଷ୍ଟ୍ରେଟିଭ ଥିଲା ତାକୁ କଣ ବୋଲି କୁହାଉଥିଲା? ଓର ଏଣ୍ଡ ସଭା, ନା ମଣ୍ଡଲାଜ, ନା ନଦା, ନା ହଉଛି ପେରୁନ୍ଦମନ ପେରୁନ୍ଦନ ହେଲା। ତେଣୁ ସଠିକ ଉତ୍ତର କଣ ହବ, ଚୋଳ ଡାଇନେଷ୍ଟି ସମୟରେ ଯୋଉ ଲୋକାଲ ଭିଲେଜ ଆଡମିନିଷ୍ଟ୍ରେଟିଭ ଯେମିତି ଆମେ କଣ ପଞ୍ଚାୟତ ଅଫିସ ଏବେ ଯୋଉ କହୁଛୁ, ସେଭଳିଆ ଚୋଳ ଡାଇନେଷ୍ଟି ରେ କଣ ଥିଲା ନା ଓର ଏଣ୍ଡ ସଭା ହେଲା। ଓର ଆଉ ସଭା ବୋଲି କୁହାଯାଉଥିଲା। ଏବେ ବି ସେଇ ସଭାଟା ଚାଲିଛି ଏବେ ହେଲା। ତେଣୁ ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି, ହୁ ୱାଜ ଦ ଅଥର ଅଫ ଦ ଫେମସ ହିଷ୍ଟ୍ରିକାଲ ଟେକ୍ସଟ ତାରିଖ ଇ ଫିରୋଜ ବୋଲି ଫିରୋଜ ସାଇନି ବୋଲି ବହିଟା କିଏ ଲେଖିଥିଲେ ହେଲା। ଅପସନ କଣ ଅଛି, ସେମ୍ସ ଆଇ ସିରାଜ ଅଫିଫ, ନା ଜୈଦିନ ବାରିନ, ନା ଅମିର ଖୁସରୁ, ନା ଆଲ ବେରୁନି ହେଲା। ସଠିକ ଉତ୍ତରଟି କଣ ହବ, ତାରିଖ ଇ ଫିରୋଜ ସାହି ବୋଲି କିଏ ଲେଖିଥିଲେ ନା ଯଦୁନି ବାରୁନି ହେଲା। ମାନେ ସଠିକ ଅପସନ ନମ୍ବର ବି ଟା ଠିକ ହବ, କିଏ ଜୟୁଦ୍ଦିନ ବାରୁନି ବୋଲି ଲେଖିଥିଲେ କଣ, ତାରିଖ ଇ ଫିରୋଜ ସାହି ହେଲା। ନେକ୍ସଟ କ୍ୱେଶ୍ଚନ କଣ ଅଛି, ଦ ବ୍ୟାଟେଲ ଅଫ ତାଲିକଟ ହେଲା, যেটা কি 1565 মସିହାରେ ହେଇଥିଲା, লিড টু ডাউনফল অফ হুইচ প্রমিনেন্ট এম্পায়ার। ବାସ୍ ବଢିଆ କ୍ୱେଶ୍ଚନ ଟା ହେଲା। ଏଟାକୁ ବୁଲିକି ଟିକେ ପଚାରିଲା ହେଲା। ଯୋଉ ବ୍ୟାଟେଲ ଅଫ ତାଲିକଟ 1565 ମସିହାରେ ହେଇଥିଲା, ତା ଦ୍ୱାରା କୋଉ ଏମ୍ପାୟାର ଡାଉନଫଲ, ମାନେ ସେଇଠୁ ତାର ଡାଉନଫଲ ଆରମ୍ଭ ହେଇଥିଲା ବା ଶେଷ ହୋଇଯାଇଥିଲା। ବାହାମନି ସଲତନତ, ନା ବିଜୟନଗର ସଲତନତ, ନା ଚୋଳ ଏମ୍ପାୟାର, ନା ୟାଦବ ଡାଇନେଷ୍ଟି ହେଲା। ତା ଏଇ ଯୋଉ ବ୍ୟାଟେଲ ଅଫ ତାଲିକଟ ଦ୍ୱାରା କୋଉଟା ଆମର ଡାଇନେଷ୍ଟି ଟା ମାନେ ଡାଉନଫଲ ହେଇଥିଲା ନା ଅପସନ ନମ୍ବର ବି ଯେଟା କଣ ବିଜୟନଗର ଏମ୍ପାୟାର। ଏଇ ବିଜୟନଗର ଏମ୍ପାୟାର ଯୋଉ ଆମର ଥିଲେ ହରିହର ତାପରେ ଆସିବେ ଆଉ ହେଲା। ତେଣୁ ବିଜୟନଗର ଏମ୍ପାୟାର କାହା ଦ୍ୱାରା ହେଇଥିଲା, ତାଲିକଟ ଯୋଉ ବ୍ୟାଟେଲ ହେଇଥିଲା ତାରି ପଟେ ଡାଉନଫଲ ଆରମ୍ଭ ହେଇଗଲା। ନେକ୍ସଟ କ୍ୱେଶ୍ଚନ ଅଛି କଣ, Mughal painting reached its absolute zenith and refinement under the patronage of କାହାଙ୍କ ସମୟରେ ଯୋଉ ଆମର ପେଣ୍ଟିଂ ମୋଗଲ ପେଣ୍ଟିଂ ଗୁଡାକ ହେଲା ପୁରା ପିକ ରେ ଥିଲା। ଅପସନ କଣ ଅଛି, ଆକବର, ଜାହାଙ୍ଗୀର, ଶାହଜାହାନ, ହୁମାୟୁନ ହେଲା। ବହୁତ ଗୁଡେ କ୍ୱେଶ୍ଚନ ଟି, ତେଣୁ ସଠିକ ଉତ୍ତର କଣ ହବ, ଜାହାଙ୍ଗୀରଙ୍କ ସମୟରେ କଣ ଥିଲା, ମୋଗଲ ପେଣ୍ଟିଂ ରିଚ୍ ଇଟ୍ ଆବସଲ୍ୟୁଟ ମାନେ ପୁରା ପିକ ସମୟରେ ପହଞ୍ଚି ଯାଇଥିଲା। ଆଉ ରିଫାଇନମେଣ୍ଟ ଅଣ୍ଡର ହେଲା, ରିଫାଇନମେଣ୍ଟ ଆରମ୍ଭ ହେଇଥିଲା କାହାଙ୍କ ସମୟରେ, ଜାହାଙ୍ଗୀରଙ୍କ ସମୟରେ। ନେକ୍ସଟ କ୍ୱେଶ୍ଚନ କଣ, which of among the following foreign travelers stated that the Vijayanagar diamond market were legendary ହେଲା। କୋଉ ଫରେନ୍ ଟ୍ରାଭେଲର କହିଥିଲେ ଯେ ବିଜୟନଗର ଡାଇମଣ୍ଡ ଟା ମାର୍କେଟ ଟା ଲେଜେଣ୍ଡାରୀ ବୋଲି ଡିକ୍ଲେୟାର କରିଥିଲେ? ଫେରୁନୋ ନିମଜ, ନା ଡିମଗୋ ପାଏସ, ନା ମାର୍କୋ ପୋଲୋ, ନା ନିକୋଲା ମାନୁକି ହେଲା। ତେଣୁ ଏହାର ସଠିକ ଉତ୍ତର କଣ, ବିଜୟନଗର ଏମ୍ପାୟାର ବିଷୟରେ ଡାଇମଣ୍ଡ ରୋଲ କିଏ କହିଥିଲେ ନା ଅପସନ ନମ୍ବର ବି ଯେଟା କଣ ଡିମୋଙ୍ଗୋ ପାଇସ ହେଲା। ଡିମୋଙ୍ଗୋ ପାଇସ ବୋଲି କହିଥିଲେ। ନେକ୍ସଟ କ୍ୱେଶ୍ଚନ କଣ ଅଛି, which ruler introduced the practice of ସିଜଦା and ପାଓ ବସ in the ଦିଲ୍ଲୀ କୋର୍ଟ ହେଲା। ଇଣ୍ଟ୍ରୋଡ୍ୟୁସ କରିଥିଲେ ଯୋଉ ସିଜଦା ମାନେ ଯୋଉ
ରାଜାମାନେ ସେଇ ସମୟରେ ଥିଲେ ନା, ତାଙ୍କ ହାତକୁ ମାନେ ଚୁମା କରିବେ। ତେଣୁ ଯେଉଁ ପ୍ରଜାମାନେ ବି ଯିବେ ପାଦକୁ, ସରି ହାତକୁ ନୁହେଁ ପାଦକୁ, ହେଲା ସେଟା ସିଜଦା ବୋଲି କୁହାଯାଏ। ଆଉ ପାବୋସ ଯୋଉ ଥିଲା ସେଟା କିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ? ଇଲତୁତମିଶ, ଗ୍ୟାସୁଦ୍ଦିନ ବଲବନ, ନା ଆଲାଉଦ୍ଦିନ ଖାଲଜି, ନା ବାହଲୁଲ ଲୋଦି। ହେଲା, ଏହାର ସଠିକ ଉତ୍ତର କଣ ହବ? କିଏ ସିଜଦା ଆଉ ପାଇବସ ଟା ଇଣ୍ଟ୍ରୋଡ୍ୟୁସ କରିଥିଲେ? ନା ଗ୍ୟାସୁଦ୍ଦିନ ବଲବନ। ହେଲା, ଗ୍ୟାସୁଦ୍ଦିନ ବଲବନ ସେଇ ଏଇଭଳିଆ ସିଜଦା ଆଉ ପାବୋସ ଟାକୁ ଇଣ୍ଟ୍ରୋଡ୍ୟୁସ କରିଥିଲେ। ନେକ୍ସଟ କ୍ୱେଶ୍ଚନ କଣ ଅଛି ଆମର? ଦ ପୋଏଟ ନୋନ ଏଜ ଦ ପ୍ୟାରୋଟ ଅଫ ଇଣ୍ଡିଆ, ଯେଟା କି ତତି ଇ ହିନ୍ଦ, who witnessed the regions of several sultans was। ହେଲା, ପ୍ୟାରୋଟ ମାନେ କଣ କୁହାଯାଏ ନା, ସେ ବହୁତ ଗୁଡାକ ମାନେ ଏଇ ଯୋଉ ମୋଗଲ ଡାଇନେଷ୍ଟିର ରାଜାମାନଙ୍କ ସଂସ୍ପର୍ଶରେ ଆସିଲେ। ତେଣୁ ତାଙ୍କ ଭାଷା ଗୋଟେ ବହି ଲେଖା ହେଇଥିଲା, ଯୋଉ ପ୍ୟାରୋଟ ଅଫ ଇଣ୍ଡିଆ ତତି ଇ ହିନ୍ଦ, ସେଟା କିଏ ଲେଖିଥିଲେ? ଆଲବେରୁନି, ନା ଅମିର ଖୁସରୁ, ନା ଇବନ ବତୁତା, ନା ଫର୍ସିଦେସ। ମାନେ ତାଙ୍କ ପାଖରୁ ସବୁ ଡାଇନେଷ୍ଟିର କଥାଟାକୁ ଜାଣି ହଉଥିଲା। ତେଣୁ ସଠିକ ଉତ୍ତର କଣ ହବ? ଅମିର ଖୁସରୁ ବୋଲି କୁହାଯାଏ। ଅମିର ଖୁସରୁ ଅନ୍ୟ ନାମ କଣ? ନା ପ୍ୟାରୋଟ ଅଫ ଇଣ୍ଡିଆ ବୋଲି କୁହାଯାଏ। କାରଣ ସେ ସବୁ ମାନେ ଲେଖିଥିଲେ ନା, ମାନେ ତାଙ୍କ ଭାଷା ବହି ଅନୁସାରେ ସବୁ ଜାଣି ହଉଥିଲା। ବା ତତି ଇ ହିନ୍ଦ ବୋଲି କୁହାଯାଏ କାହାକୁ? ଅମିର ଖୁସରୁ କୁ କୁହାଯାଏ। ନେକ୍ସଟ କ୍ୱେଶ୍ଚନ କଣ ଅଛି ଦେଖିବା। ହେଲା, 47 ହେଲା, ଆଉ 3ଟା କ୍ୱେଶ୍ଚନ କରିଦବା, ତାପରେ ନେକ୍ସଟ ପାର୍ଟରେ ଦେଖିବା ଆଉ ଯେତିକି ବାକି ରହିବ। ବହୁତ ବଢିଆ ବଢିଆ କ୍ୱେଶ୍ଚନ ଅଛି। ନେକ୍ସଟ କ୍ୱେଶ୍ଚନ ଅଛି କଣ? ଦ ସୁଫି ସନ୍ଥ ନାଜିମୁଦ୍ଦିନ ଆଉଲିଆ ବିଲଙ୍ଗସ ଟୁ ହ୍ୱିଚ ସ୍ପେସିଫିକ ସୁଫି ଅର୍ଡର? ହେଲା, ଏଟା କଣ? ସଲିସି ବୋଲି କୁହାଯାଏ। ଅପସନ କଣ ଅଛି? ସୁରାବଦୀ, ନା ଆମର ନକ୍ସବନ୍ଦୀ, ନା ଚୁସ୍ତି, ନା କୋଦ୍ରି। ହେଲା, ତେଣୁ ଏହାର ସଠିକ ଉତ୍ତର କଣ ହବ? ନା ଚିସ୍ତି ବୋଲି କୁହାଯାଏ। ହେଲା, ସୁଫି ସନ୍ଥ ନଜିମୁଦ୍ଦିନ ଆଉଲା ଅଛି, ସେ କୋଉ ସ୍ପେସିଫିକ ସୁଫିରୁ ଥିଲେ? ନା ଅପସନ ନମ୍ବର ସି, ଏଟା କଣ? ଚୁସ୍ତି ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ କଣ ଅଛି ଦେଖିବା। ହୁଇଚ ଚୋଳ ଏମ୍ପାୟାର ଲଞ୍ଚ ଦ ନୋବାଲ ଏକ୍ସପେଡିସନ and conquered parts of the ସାମନ୍ତ and ମଲାୟ? ହେଲା, ସୋ ଅପସନ କଣ ଅଛି? ରାଜରାଜା ପ୍ରଥମ, ରାଜେନ୍ଦ୍ର ପ୍ରଥମ, ନା କୁଲ ତଙ୍ଗା ପ୍ରଥମ, ନା ରାଜଧିରାଜ ପ୍ରଥମ। ହେଲା, ଚୋଳ ଏମ୍ପାୟାର ଯୋଉ ନୋବେଲ ଏକ୍ସପେଡିସନ ତାଙ୍କର ଏକ୍ସପେଡିସନ ଥିଲା, ସିଏ କୋଉ ପାର୍ଟର ସାମନ୍ତ ବା କଣ ମଲିଆ, ହେଲା, ଡିକ୍ଲେୟାର କରିଥିଲେ? ନା ରାଜେନ୍ଦ୍ର ପ୍ରଥମ। ହେଲା, ରାଜେନ୍ଦ୍ର ପ୍ରଥମ ଡିକ୍ଲେୟାର କରିଥିଲେ। ତେଣୁ ଆଜିର ଲାଷ୍ଟ କ୍ୱେଶ୍ଚନ ଟା ଦେଖିବା। ମଡର୍ଣ୍ଣ ହିଷ୍ଟ୍ରିର ଗୋଟେ, ନା ଏପଟେ ଅଛି ବୋଧେ, ହଁ ବଢିଆ ଅଛି ଏପଟେ। ଦ ସିଷ୍ଟମ ଅଫ ଦଗା ବା ବ୍ରାଣ୍ଡିଂ ଅଫ ହର୍ସ ଦଗ ବୋଲି କୁହାଥିଲା। ଆଉ ଚେହେରା ଯେଟା ଡେସ୍କ୍ରିପଟିଭ ରୋଲ ଅଫ ସୋଲଜର ୱାଜ ଇଣ୍ଟ୍ରୋଡ୍ୟୁସ ବାଇ। ହେଲା, ଦେଘା ବୋଲି କାହା କୁହାଥିଲା? ବ୍ରାଣ୍ଡିଂ ଅଫ ହର୍ସ ବୋଲି କୁହାଥିଲା। ଆଉ ଚେହେରା ଯେଟା କି ଡେସ୍କ୍ରିପଟିଭ ରୋଲ ଅଫ ସୋଲଜର, ମାନେ କୋଉ ସୈନ୍ୟ କଣ ବୋଲି କରିବ, ଏଟା କିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ? ବଲବନ କରିଥିଲେ, ନା ଆଲାଉଦ୍ଦିନ ଖିଲଜି, ଶେରଶାହ ସୁରୀ, ନା ଆକବର? ହେଲା, କାହା ଦ୍ୱାରା ଏଇ ସବୁ ଦିଟା କାମ ହେଇଥିଲା? ଅପସନ ନମ୍ବର ବି, ଯେଟା କି ଆଲାଉଦ୍ଦିନ ଖିଲଜି ଏଇ ଦିଟା କାମ କରିଥିଲେ। ହେଲା, ଏତିକି ଥିଲା ଆମର 50ଟା କ୍ୱେଶ୍ଚନ। ୟା ପରେ ଆଉ ତ ଅଛି ମଡର୍ଣ୍ଣ ହିଷ୍ଟ୍ରି ପଢିବା। ତାପରେ ଆମର କଣ ଅଛି? ଆମର ଇଣ୍ଡିଆନ ନ୍ୟାସନାଲ ମୁଭମେଣ୍ଟ। ବହୁତ ବଢିଆ କ୍ୱେଶ୍ଚନ ଗୁଡାକ ଅଛି। ଦେଖିଲେ ତ କେମିତି କଣ କ୍ୱେଶ୍ଚନ ଗୁଡାକ ପ୍ରାକ୍ଟିସ ହଉଛି। ହେଲା, ତେଣୁ ଏଇଭଳି ଭାବରେ ସବୁ ଟପିକ, ସବୁ ସବଜେକ୍ଟରେ ପ୍ରାକ୍ଟିସ କରିବା ପାଇଁ ଆପଣ ଖାଲି ଗୋଟେ କାମ କରିବା ଅଛି, ଭିଡିଓଟିକୁ ଲାଇକ୍ କରିଦେବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ସବସ୍କ୍ରାଇବ କରିଦେଲା ପରେ ଯେତେବେଳେ ବି ଏଇଭଳିଆ ଭିଡିଓ ଯେଉଁ ସବୁ ସବଜେକ୍ଟରେ ହଉଛି ଆପଣଙ୍କ ପାଖରେ ପହଞ୍ଚି ପାରିବ। ଆଉ ବେଲ ନୋଟିଫିକେସନ ଅଲରେ ସେଟ୍ କରିଦେବେ। ଆପଣ ଯଦି এই ପିଡିଏଫଟା ଦରକାର ଅଛି, ଆପଣ ଡେସକ୍ରିପସନରେ ମୁଁ ଲିଙ୍କ ଦେଇଦେବି, ଟେଲିଗ୍ରାମରେ ଜଏନ ହେଇଯାଆନ୍ତୁ। ଡେଲି ଯୋଉ ଯୋଉ କ୍ଲାସ ହଉଛି ବା ଅଲଗା ଯୋଉ ସବୁ ମୁଁ ପାଉଛି ଏମସିକ୍ୟୁ ପ୍ରାକ୍ଟିସ ପାଇଁ, ଡେଲି ମ୍ୟାଥମେଟିକ୍ସ ଆଉ ରିଜନିଂ ପ୍ରାକ୍ଟିସ ପାଇଁ 30ଟା ଲେଖାଏଁ କ୍ୱେଶ୍ଚନ ମୁଁ ତ ଅପଲୋଡ କରୁଛି ସକାଳ 8ଟା ବେଳେ। ସେଠି ଜଏନ ହେଇଯାଆନ୍ତୁ, ଆପଣ ମ୍ୟାଥମେଟିକ୍ସ ରିଜନିଂ ବି ପ୍ରାକ୍ଟିସ ହେଇପାରିବ। ହେଲା, ତେଣୁ ଆଜି ପାଇଁ ଏତିକି ରହୁଛି। ନୂଆ ୟାର ପାର୍ଟ 2 ରେ ଆପଣଙ୍କୁ ଦେଖାହବ। ସେଥିପର୍ଯ୍ୟନ୍ତ ରହୁଛି, ଧନ୍ୟବାଦ।